जे डेरी होची तो बापा को चाकर दे था ये कला जदि न छड़ेबी शाशु मत आज कहते काची देवी ये सब कथा शुणी बहुत कष्ट हो शाशु ना मो शाशु गोटे कलंक हेले मो बाप घर किसी कहेनी कारण सी मते भल घर देखी देइचंदी सी सिना गरीब बड़ घर देखी देइचंदी भाबिले कि से खुशी रे रहिबो भले रे रहिबो हेले मोती एते कष्ट पाउची मो बापा भाई जाइबे बहुत मन दुख करिवे सेति पई मु केबे कोइनी मु गोटे सिखिली गोटे जिंस होइले केबे मो स्टैंडर्ड थार ऊपर बाबा हबनी बहुत कष्ट सहिया को पड़िबो जहाँकि मु आज सहूची गैस थाई भी मु चुली रे रोषेई करूची जो हाथ रे मु केबे चाहा फुटेनी से हाथ रे आज कड़ा हांडी माजुची अरे हे केतोळु बासन मध्ये पाइलौ सइलाणी तक सुगुनी एलो तत केतोळु बासन आचु जदी तू बासन मध्ये डेरी होची तो बापा को चाकर दे था मुडा कई कला करचु कोन देखा जाउची मते बो आसुनी आसुनी हेलो आसुनी जदी बापा को चाकर पठेइबो चल उठ चल मु धोई देबी जा तू चल चल तते मो कथा ता अछि आज पुळे खण गाई गुवाळ कोन कलोनी हगी की चाले गुवाळ पोछि सारिबु आइले बासन माजिबु मस्तुना चाले गाई आंठी कर देबे ए खुंटो बड़िया कांके ठियाइचु कांद ए काटी बुली दिबी देख पोछ ने घियो दही खाइला तो पेट पूरा भात पकई चकड़ी खाइ जाउचु ना बो पोछि ने द द लो हे गोरी चम देखाउचु गोरी चमी सुंदरी देखाउचु ए तो पाटी खड़के पुरी दी जानचु ने राखी बांधला तो बारिया रे सुनु सुनउतलु राखी बांधबु काली भाई आइले ने 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 जीवो गो धर धर भले पोछ हे पोछ ए भले खा जेंते खाउ तो सेंते पोछुनु पोछ चले कोडे पबन ये से कुंडे आलू पकई देलु मो गाई की मु बेसी भल पाए मु गोबर टिके तळे पकई दे तोर एरे साहस गोटा गोटा गंदो मो गाई हैला मो जीवन गोबर भी तळे पकई देबुनी सबु बेले काम भितरे गोबर काढिबु नहने मो असल रूप देखिबु आज मो भाई कथा बहुत मन पड़ुची से भल पाइबा स्नेह स्नेह ता पाखे जी मु पाई सेटा मु पाऊनी बहुत मन पड़ुची भाई आसबू कहबू देखते थकिबे धुआ पते डालमा धुआ तरिया हो ना मत खाई बाप घरे मु गैस लगे जानी हेले मु एठी चुली फुंकी फुंकी मो दिन जाऊची कि भली भाग्य मोर हे माँ दुर्गालु हे भगवान कौन ए नारी जीवनटा एते दुख कष्ट सहिबा पई जन्म नेची आउ शाशु घरर निर्यातना सहिबा बोली जन्म नेची
କାହିଁକି ପ୍ରଭୁ ଏମିତି କରିଛ? କେବଳ ଶାଶୁଘରର ଶାଶୁର ଯନ୍ତ୍ରଣା ସହି ଚାରିକାନ୍ଥ ଭିତରେ ବନ୍ଦୀ ହେଇ ରହିବା ପାଇଁ କ'ଣ ଆମ ଜନ୍ମ? କେବେ ଆମକୁ କେବେ ନ୍ୟାୟ ମିଳିବ ନାହିଁ? ଆମେ କେବେ ହସ ଖୁସିରେ ରହିପାରିବୁନି? ବାପା ବାହା ଦେଇଛି କେତେ ଦୁଃଖ କଷ୍ଟ ସହି, କ'ଣ ଏଇ ଆଖିରୁ ଲୁହ ଦେଖିବ ବୋଲି? କାହିଁକି ପ୍ରଭୁ, କାହିଁକି ଏମିତି ଆମ ସହିତ ଅନ୍ୟାୟ କରୁଛ? ଆମକୁ ଟିକେ ଏ ଶାଶୁମାନଙ୍କ କବଳରୁ ରକ୍ଷା କର। ମାଲୋ ମାଲୋ ମା ବୁଦାବତୀ ମା, ମୋ ଭାଇକି ତୁ ସାହା ହବୁଲୋ ମା। ମୋ ଭାଇକି ତୁ ସାହା ହବୁ, ସବୁବେଳ ପାଇଁ ମୋ ଭାଇକି ତୁ ପଣତ ତାଙ୍କୁ ଘୋଡ଼େଇ ରଖିବୁଲୋ ମା। ଯେତେ ଦୁଃଖ ଆସୁ ମୋତେ ଦେଇଦେବୁ, ମୋ ଭାଇକି ତୁ ସତରେ ସାହା ହବୁଲୋ ମା, ସାହା ହବୁ। ସବୁବେଳେ ତାକୁ ହସ ଖୁସିରେ ରଖିବୁ ମା। ମୋ ରାକ୍ଷୀ ତା ହାତରେ ବାନ୍ଧିଛି, ସବୁବେଳେ ତାକୁ ମୁଁ ଭଲ ପାଇବା ଦେଇଛି ମା। ଓହୋ, ଏ ଭିଡିଓଟା କରୁ କରୁ ଆମେ ଶାଶୁ ବୋହୂ ପୁରା ଝାଳରେ ବୁଡିଗଲୁ। ମା ତୁ କି କଳା ହେଇଚିଲୁ ମା। ହାଣ୍ଡି ବାସନ ମଜେଇ ମଜେଇ କାମ କରି କରି ତାକୁ ପୁରା ଝଡେଇ ସାଇଲେଇ। ପିଲା ତା ଦେହରେ କଳା ଲାଗିନି, ମୋ ଦେହ ରକ୍ତ ଖସୁଛି। ମୁଁ ତାକୁ ଜୀବନଠାରୁ ଅଧିକ ଭଲ ପାଏ। ପିଲାଏ ତା ଭିଡିଓଟି କେମିତି ଲାଗିଲା ନିହାତି କମେଣ୍ଟ କରିବେ, ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଦେଖିକି କୋଉମାନେ ଭାଇ ଭଉଣୀର ସମ୍ପର୍କ କଥା ମନେ ପଡ଼ିଲା ଆଉ କଷ୍ଟ ଲାଗିଲା, ଆଖିରେ ଟୁପି ଲୁହ ଆସିଲା, ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ପିଲା ଏ ଭିଡିଓ ଭିତରେ ମୁଁ ବହୁତ କାନ୍ଦିଛି। ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ ମୁଁ ଏତେ କାନ୍ଦିଛି ମାନେ ଯୁଗରେ ବି ସେଇଆ ହଉଛି, ନିଜ ଷ୍ଟାଣ୍ଡାର୍ଡ ଦେଖି ଯଦି ଆମେ ଯୋଗ୍ୟର ଝିଅକୁ ନ ଦଉଛେ, ସେମାନେ ଶିକ୍ଷିତ ପରିବାର ହେଇଥିବେ କିନ୍ତୁ ଅଶିକ୍ଷିତ କାମ ହିଁ କରୁଛନ୍ତି। ଗୋଟେ ବୋହୂକୁ ଝିଅ ଉପରେ ଦେଖୁନାହାନ୍ତି, ଭଲ ପାଇବା ଦଉନାହାନ୍ତି। ମୋ ମା ଠିକ କହିଲା। ମୁଁ ଠାକୁରଙ୍କୁ ଡାକୁଛି ସବୁ ଶାଶୁ ବୋହୂ ଏମିତି ଭିଡିଓ କରନ୍ତୁ, ଖୁସିରେ ରୁହନ୍ତୁ। ଆଉ ଗୋଟେ କଥା ବି, ଲୋକ ଦେଖିବ କଳିଯୁଗରେ ଶାଶୁ ବୋହୂ ଘର କରି ସଂସାର କରି କାହାର କେମିତି ଟିକେ ଟିକେ ଥିବ, ତଥାପି ଯୋଉମାନେ ଯଦି ଭଲରେ ରହୁଥିବେ, ଖୁସିରେ ରହୁଥିବେ, ଲୋକମାନେ ତ ବିଶେଷ କରି ଲୋକମାନେ ଦେଖି ସହିପାରିବେନି। କ'ଣ କହିବେ, ସେ ଶାଶୁ ବୋହୂ ନା ଭିଡିଓ କରୁଛନ୍ତି ବୋଲି ହସ ଖୁସିରେ ରହୁଛନ୍ତି ବା। ଆଉ ପିଲା ମାମା ଟିକେ ରହିଯା। ଯଦି ମନ ଖୁସି ନଥିବ, ଏକ ନଥିବ, ତାପରେ ଭିଡିଓ କରିପାରିବନି। ଏ ସ୍ଥାନରେ ଠିଆ ହେଇପାରିବନି। ଏ ସ୍ଥାନରେ ଠିଆ ହେବାକୁ ହେଲା ଶାଶୁ ବୋହୂ ଖୁସିରେ ରହିବା। ଖୁସିରେ ରହିଲେ ହିଁ ଭିଡିଓ କରିବ। ତାହେଲେ କହ। ତାପରେ ଆଉ ଗୋଟେ କଥା ବି, ମୁଁ କେବଳ ଠାକୁରଙ୍କୁ ମା ଦୁର୍ଗାଙ୍କୁ ଚାହିଁବି କି ସବୁ ଶାଶୁ ବୋହୂଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଦିଅନ୍ତୁ କି ସମସ୍ତେ ଗୋଟେ ଗୋଟେ ଚ୍ୟାନେଲ ଖୋଲିଦିଅ, ଭିଡିଓ ବନାଅ, ହସ ଖୁସିରେ ରହ। ଯଦି ଭିଡିଓ ବନେଇକି ଶାଶୁ ବୋହୂ ମାନେ ହସ ଖୁସିରେ ରହୁଛନ୍ତି, ଲୋକମାନେ ଯାହା ଭାବି ପାଇଲେ ତ ମୁଣ୍ଡକୁ ନେଇକି ଆସିଲେ ସେଇଟା ବଡ କଥା। ଆମେ ବି ଚାହୁଁଛୁ ସବୁ ଶାଶୁ ବୋହୂ ଗୋଟେ ଭିଡିଓ ଚ୍ୟାନେଲ ଖୋଲ, ଭିଡିଓ ବନାଅ, ହସ ଖୁସିରେ ରହ। ଏମିତି ଲୋକ ବି କହୁଛନ୍ତି ଏ ଶାଶୁ ବୋହୂ ଭିତରେ ପାତୁଣ୍ଡ ହେଇଯାଉ, କେମିତି ଛୁଆଟେ ହେଇଯାଉ। ଛୁଆଟେ ହେଲା ପାତୁଣ୍ଡ ହେଲାନି। ଏବେ କହନ୍ତି ଟାଇମ ପାସ୍ ହେଉଛି ଭିଡିଓ ପାଇଁ, ତାଙ୍କର କ'ଣ ପାତୁଣ୍ଡ ହୁଅନ୍ତାନି? ଏ ଶାଶୁ ବୋହୂ ପୁରା ଭିଡିଓ କରୁଛନ୍ତି ବୋଲି ତାଙ୍କ ଟାଇମ ପାସ୍ ନା, ଭିଡିଓ କରୁଛୁ ବୋଲି ନୁହେଁ। ଆମ ଭିତରେ ବୁଝାମଣା ଠିକ ଅଛି। ଆମେ ବୁଝାମଣା ଅଛି ବୋଲି ଆମ କାମ ସାରି ଆମେ ଏତେ ଟେନସନରେ ରହିକି ଭିଡିଓ କରିପାରୁଛୁ। ସେତିକି ନଥିଲେ ଯଦି ମନ ତା ମୁହଁ ଛାଡ଼ିକି ମୋ ମୁହଁ ଆଡ଼ିକି ହେଇଥାନ୍ତା, ଆମେ ଭିଡିଓ ସ୍ଥାନରେ ଠିଆ ହେଇପାରନ୍ତୁନି। ତାପରେ ଘର ଘରେ ସବୁ କିଛି ଅଛି। ଆମେ ଯଦି ଆମ ବାପ ଘରେ ରହିଥାନ୍ତେ, ଆମକୁ ବୋଉ ବି କିଛି କହିଥାନ୍ତା, ନନା ବି କିଛି କହିଥାନ୍ତେ। ଆମର ଯେହେତୁ ସଂସାର ପଡୁଛି, ଆମର ବି ଛୋଟ ଛୁଆଟାକୁ ଆଜି ରାଗିବା, ପାଟି କରିବା, ବାଡେଇବା, ସବୁ କିଛି ସବୁ ହବ। ତାର ମାନେ ଯେ ଆମେ ଭିଡିଓ କରୁଛୁ ବୋଲି ହସ ଖୁସି ରହୁଛୁ, ଭିଡିଓ ଛାଡ଼ିଦେଲେ ଘରେ କଳି କଜିଆ କରି, ବାଡିଆ ପିଟା କରି, ଦାଣ୍ଡକୁ ଯିବୁ କଳି କରିବାକୁ, ସେଇ କଥା ନୁହଁ। ଯାହା ସେଇ କଥା ମୁଣ୍ଡରୁ ଆସୁଛି, ସେଇଟା ଭଲ ଲାଗୁଛି ଶୁଣିବାକୁ। ସବୁ ଶାଶୁ ବୋହୂ ଏମିତି ଭିଡିଓ ଚ୍ୟାନେଲ ଖୋଲ, ହସ ଖୁସିରେ ରୁହ, ସେଇଟା ହଉଛି ବଡ କଥା। ଯଦି ବି ଚ୍ୟାନେଲ ଖୋଲି ଯୋଉମାନେ କରିପାରୁନ, ମତେ କମେଣ୍ଟ କର, ମୁଁ ନିହାତି ବତେଇଦେବି କେମିତି କ'ଣ ଚ୍ୟାନେଲ ଖୋଲିବ, କେମିତି ଭିଡିଓ ପୋଷ୍ଟ କରିବ, କେମିତି କ'ଣ କରିବ। ଆମର ସାର୍ ଅଛନ୍ତି, ମୋର ଗୁରୁ ସିଏ। ଆଉ ଯୋଉମାନେ ଶାଶୁ ବୋହୂ ଖୋଲିବାକୁ ଚାହୁଁଛନ୍ତି, ମୋ ଗୁରୁ ଯଦି ହବାକୁ ଚାହୁଁଛନ୍ତି, ମେସେଜ କରିବ, ଲାଷ୍ଟ ଯାଏଁ ଦେଖିବ, କମେଣ୍ଟ ଦବ, ଆଉ ଟିକେ ହସି ଦବ। ଆଉ ଆମ ଭିଡିଓକୁ ଦେଖି ପୁରା ମନ ଆନନ୍ଦରେ। ଏ କଥାଟା ମୁଁ ଶୁଣିଥିଲି ବୋଲି କହିଦେଲି, ଆଉ କେହି ଦେହକୁ ନେବେନି, ସରି।